ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ବିଶ୍ୱସ୍ତରରେ ଭାରତକୁ ନବ ସୃଜନାତ୍ମକ ଲେଖନୀ ପ୍ରସ୍ତୁତି କେନ୍ଦ୍ର ଭାବେ ବିକଶିତ କରାଯିବ, କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ଶିକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲାଗି ବିଭିନ୍ନ ପଦକ୍ଷେପର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ହରମୁଜ୍ ପ୍ରଣାଳୀକୁ ନେଇ ଓମାନ ସହ ବୁଝାମଣା ପ୍ରସ୍ତାବକୁ ଚୂଡ଼ାନ୍ତ ରୂପ ଦିଆଯାଉଥିବା ଇରାନର ସୂଚନା ଏବଂ ଭାରତୀୟ କନିଷ୍ଠ ପୁରୁଷ ଜାତୀୟ ହକି ପ୍ରତିଯୋଗିତାର ଡିଭିଜନ ଏ କ୍ୱାର୍ଟର ଫାଇନାଲ ମ୍ୟାଚ୍ଗୁଡ଼ିକରେ ଓଡ଼ିଶା, ପଞ୍ଜାବ, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତରେ କାହାଣୀ କହିବାର ସମୃଦ୍ଧ ପରମ୍ପରା ଏବଂ ରଚନାତ୍ମକ ପ୍ରତିଭାମାନଙ୍କ ଅନେକ କ୍ଷମତା ରହିଛି। ବିଶ୍ୱସ୍ତରରେ ଭାରତକୁ ବିଷୟବସ୍ତୁ ପ୍ରସ୍ତୁତି କେନ୍ଦ୍ର ଭାବେ ବିକାଶ କରାଯାଇପାରିବ ବୋଲି ସେ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ନେଟଫ୍ଲିକ୍ସର ସହକାରୀ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଟେଡ୍ ସାରଣ୍ଡୋସ୍ଙ୍କ ସହ ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ବିଷୟ ପ୍ରକାଶ କରିଛନ୍ତି। ଆଲୋଚନା କାଳରେ ଶ୍ରୀ ମୋଦି ଏବଂ ନେଟଫ୍ଲିକ୍ସ ଅଧିକାରୀ ଭାରତରେ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରର ସମ୍ଭାବନା ଉପରେ ଆଲୋଚନା କରିଥିଲେ। ନେଟଫ୍ଲିକ୍ସ ଇଣ୍ଡିଆ ପକ୍ଷରୁ କୁହାଯାଇଛି, ବୈଠକରେ ଭାରତର ଗଣମାଧ୍ୟମ ଏବଂ ମନୋରଞ୍ଜନ ଉଦ୍ୟୋଗକୁ ବିଶ୍ୱସ୍ତରୀୟ ମଞ୍ଚକୁ ନେବା ଲାଗି ଆଲୋଚନା ହୋଇଛି। ଏହି ଅବସରରେ ନେଟଫ୍ଲିକ୍ସ କମ୍ପାନୀ ଭାରତର ରଚନାତ୍ମକ ପ୍ରତିଭାମାନଙ୍କୁ ଅବସର ଦେବା ଲାଗି ନୂଆ ପଦକ୍ଷେପ ଆରମ୍ଭ କରିବା ନିମନ୍ତେ ଘୋଷଣା କରିଛି। ଭାରତୀୟ ରଚନାତ୍ମକ ପ୍ରୌଦ୍ୟୋଗିକୀ ସଂସ୍ଥାନ ଏବଂ ରାଷ୍ଟ୍ରୀୟ ଚଳଚ୍ଚିତ୍ର ବିକାଶ ନିଗମ ମିଳିତ ଭାବେ ଏଥିଲାଗି ଭାରତୀୟ ପ୍ରତିଭାମାନଙ୍କୁ କୌଶଳ ବିକାଶ ଓ ଶିକ୍ଷା ମାଧ୍ୟମରେ ମାର୍ଗଦର୍ଶନ କରିବେ ବୋଲି କୁହାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶିକ୍ଷା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ଦେଶର ଶିକ୍ଷା କ୍ଷେତ୍ରକୁ ଦୃଢ଼ କରିବା ଲାଗି କାର୍ଯ୍ୟକାରୀ ହେଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ଦେଶର ଶିକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବା ଲାଗି ଅନୁଷ୍ଠିତ ସମୀକ୍ଷା ବୈଠକରେ ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକର ପ୍ରଭାବୀ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ପାଇଁ ଏବଂ ଶିକ୍ଷାର ଗୁଣବତ୍ତା ଓ ସହଜତା ବୃଦ୍ଧି ଲାଗି ଗ୍ରହଣ କରାଯାଇଥିବା ବିଭିନ୍ନ ଉପାୟ ଉପରେ ବିଚାର ବିମର୍ଶ ହୋଇଛି। ସେ କହିଛନ୍ତି, ଭବିଷ୍ୟତକୁ ଲକ୍ଷ୍ୟ ରଖି ପ୍ରସ୍ତୁତ ହୋଇଥିବା ଶିକ୍ଷା ପ୍ରଣାଳୀର ନିର୍ମାଣ ପ୍ରତି ସରକାର ପ୍ରତିବଦ୍ଧ, ଯାହା ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ସଶକ୍ତ କରିବା ସହ ବିକଶିତ ଭାରତ ଦୃଷ୍ଟିକୋଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ନୀତି ଆୟୋଗ ପକ୍ଷରୁ ରି-ଇମାଜିନିଂ କେୟାର ଷ୍ଟ୍ରାଟେଜିଜ୍ ଫର୍ ଏମ୍ପାୱରିଂ କେୟାର ଗିଭର୍ସ ଇନ୍ ବିକଶିତ ଭାରତ ଆଟ୍ 2047 ଶୀର୍ଷକ ରିପୋର୍ଟ ଜାରି କରିଛି। ରିପୋର୍ଟ ଅନୁଯାୟୀ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ ସାମାଜିକ ବିକାଶକୁ ଏକ ପ୍ରମୁଖ ସ୍ତମ୍ଭ ଭାବେ ଯତ୍ନ ପ୍ରଦାନ କରିବା ବ୍ୟବସ୍ଥା ଇକୋସିଷ୍ଟମକୁ କଳ୍ପନା କରାଯାଇ ଦକ୍ଷ ଯତ୍ନବାନ ବୃତ୍ତିଗତଙ୍କ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ଭାରତର ସମ୍ଭାବନାକୁ ସୁଦୃଢ଼ ବୋଲି କୁହାଯାଇଛି। ଏହି ଅବସରରେ ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିଡ଼ି କହିଛନ୍ତି, ଏଥିରେ ଚିକିତ୍ସା ଉପଚାର ପରିବର୍ତ୍ତେ ଯତ୍ନ ପ୍ରଦାନ କରିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଛି, ଯାହା ଉପଚାରଠାରୁ ବହୁ ଗୁଣରେ ଅଧିକ। ଡକ୍ଟର ଲାହିଡ଼ି ଏହି ରିପୋର୍ଟ ଉନ୍ମୋଚନ କରିବା ଅବସରରେ ଆୟୋଗର ସଦସ୍ୟ ଡକ୍ଟର ଆର୍ ବାଲସୁବ୍ରମଣ୍ୟମ, ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ନିଧି ଛିବର ଏବଂ କେନ୍ଦ୍ର ମନ୍ତ୍ରାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ। ରିପୋର୍ଟ ଉନ୍ମୋଚନ ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO, ୟୁନିସେଫ୍, ବିଶ୍ୱ ବ୍ୟାଙ୍କ ଏବଂ ଆନ୍ତର୍ଜାତିକ ଶ୍ରମ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ। 2024-25ର ଏକ ସର୍ଭେ ଅନୁଯାୟୀ ଦେଶର କୌଣସି ସ୍ଥାନରେ ହାତରେ ମଇଳା ଉଠାଇବା କାର୍ଯ୍ୟ ହେଉନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଗତକାଲି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି, 2013 ସର୍ଭେ ଅନୁଯାୟୀ 58,000 ଏବଂ 2018 ସର୍ଭେ ଅନୁଯାୟୀ 98 ଜଣ ଏଭଳି ଲୋକଙ୍କୁ ଚିହ୍ନଟ କରାଯାଇଥିଲା, ଯେଉଁମାନେ ହାତରେ ମଇଳା ଉଠାଉଥିଲେ। ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର କହିଛନ୍ତି, ସେହିସବୁ ଲୋକମାନଙ୍କୁ ପୁନର୍ବାସ ସହାୟତା ସ୍ୱରୂପ 40,000 ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ସେ କହିଛନ୍ତି, ନମସ୍ତେ ଯୋଜନା ଅଧୀନରେ ସରକାର ସେଭଳି ଲୋକଙ୍କୁ ସ୍ୱରୋଜଗାର ଯୋଜନାରେ ପୁନଃ ଥଇଥାନ କରୁଛନ୍ତି।
ସେ ଗୃହକୁ ଜଣାଇଛନ୍ତି 2023-24ରୁ 2025-26 ମଧ୍ୟରେ ହାତରେ ମଇଳା ଉଠାଉଥିବା ଲୋକଙ୍କ ସଂଖ୍ୟା 5,632 ଥିବାବେଳେ ସେମାନଙ୍କୁ କୌଶଳ ପ୍ରଶିକ୍ଷଣ ଦିଆଯାଇଛି ଏବଂ ସେମାନଙ୍କ ମଧ୍ୟରୁ 483 ଜଣଙ୍କୁ ଅନ୍ୟ କର୍ମ ନିଯୁକ୍ତି ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହର୍ମୁଜ୍ ପ୍ରଣାଳୀକୁ ନେଇ ଓମାନ ସହିତ ଏକ ବୁଝାମଣା ପ୍ରସ୍ତାବକୁ ଚୂଡ଼ାନ୍ତ ରୂପ ଦିଆଯାଉଥିବା ଇରାନ କହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଚଳିତ ସପ୍ତାହରେ ଏହି ବୁଝାମଣା ସମ୍ପର୍କିତ ଘୋଷଣା ହୋଇପାରେ। ଯଦି ଏହା ଚୂଡ଼ାନ୍ତ ହୁଏ ତେବେ ହର୍ମୁଜ୍ ପ୍ରଣାଳୀ ପୁନଶ୍ଚ ଖୋଲିବା ସହ ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ହ୍ରାସ ପାଇବ ଏବଂ ଇରାନ ଓ ଆମେରିକା ମଧ୍ୟରେ ଜାରି ରହିଥିବା ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟ ଶେଷ ହେବାର ସମ୍ଭାବନା ରହିଛି। ତେବେ ଆମେରିକା ଇରାନର ବନ୍ଦରଗୁଡ଼ିକ ଉପରୁ କଟକଣା ହଟାଇବା କିମ୍ବା ନ ହଟାଇବା ଉପରେ ଏହି ବୁଝାମଣାର ଭବିଷ୍ୟତ ନିର୍ଭର କରିବ। ଇରାନ କହିଛି ହର୍ମୁଜ୍ ପ୍ରଣାଳୀ ଉପରେ ସେ ପ୍ରମୁଖ ଭାବେ ନିୟନ୍ତ୍ରଣ ରଖିବ ଏବଂ ଯୁଦ୍ଧ ପୂର୍ବରୁ ଯେଭଳି କାରବାର ହେଉଥିଲା ଆଉ ସେଭଳି ହେବ ନାହିଁ। ସୂଚନା ଅନୁଯାୟୀ ହର୍ମୁଜ୍ ପ୍ରଣାଳୀର ଉତ୍ତର ଭାଗକୁ ଇରାନ ଏବଂ ଦକ୍ଷିଣ ଭାଗକୁ ଓମାନ ନିୟନ୍ତ୍ରଣ କରିବା ଲାଗି ଆଲୋଚନା କରୁଛନ୍ତି। ଭାରତୀୟ ରେଳ ବିଭାଗ ପକ୍ଷରୁ ଆଦର୍ଶ ରିହାତି ବୁଝାମଣାରେ ହୋଇଥିବା ପରିବର୍ତ୍ତନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ସଂଶୋଧନ ଅନୁଯାୟୀ କଣ୍ଟେନର ଟ୍ରେନ୍ ପରିଚାଳକମାନେ ଗୋଟିଏ ଲାଇସେନ୍ସରେ ସାରା ଦେଶରେ କଣ୍ଟେନର ଟ୍ରେନ୍ ଚଳାଇବା ଲାଗି ଅନୁମତି ପାଇପାରିବେ। ଏଥିଲାଗି 25 କୋଟି ଟଙ୍କାର ପଞ୍ଜୀକରଣ ଶୁଳ୍କ ଦେବାକୁ ପଡ଼ିବ। ଏହି ସଂଶୋଧନ ବ୍ୟବସ୍ଥାକୁ ମଞ୍ଜୁରୀ ମିଳିବା ପରେ ବିଭିନ୍ନ ମାର୍ଗରେ ଅଲଗା ପଞ୍ଜୀକରଣ ବ୍ୟବସ୍ଥା ବନ୍ଦ କରାଯାଇଛି। ନୂଆ ବ୍ୟବସ୍ଥା ଅନୁଯାୟୀ ନୂତନ ପରିଚାଳକମାନଙ୍କୁ 20 ବର୍ଷ ଲାଗି ଅନୁମତି ପ୍ରଦାନ କରାଯିବ। ମନ୍ତ୍ରାଳୟର ସୂଚନା ଅନୁଯାୟୀ ଏକୀକୃତ ପଞ୍ଜୀକରଣ ଶୁଳ୍କ ଲାଗୁ ହେବା ଏବଂ ଭିନ୍ନ ପଞ୍ଜୀକରଣ ବ୍ୟବସ୍ଥା ଉଚ୍ଛେଦ ଦ୍ୱାରା ନିୟାମକ ଖର୍ଚ୍ଚ ହ୍ରାସ ପାଇବା ସହ ମଞ୍ଜୁରୀ ପ୍ରକ୍ରିୟା ସହଜ ହେବ, ଯାହାଫଳରେ କଣ୍ଟେନର ଟ୍ରେନ୍ ପରିଚାଳନା କ୍ଷେତ୍ରରେ ଘରୋଇ ପ୍ରତିଯୋଗୀମାନେ ଅଧିକରୁ ଅଧିକ ଭାଗ ନେଇପାରିବେ। 1945 ମସିହା ଆଜିର ଦିନରେ ଜାପାନର ହିରୋସୀମା ଏବଂ ନାଗାସାକି ସହରରେ ପରମାଣୁ ବୋମା ନିକ୍ଷେପ କରାଯିବା ଫଳରେ 1,40,000ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେହି ପୀଡ଼ିତମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ହିରୋସୀମା ଦିବସ ପାଳନ କରାଯାଉଛି। ପରମାଣୁ ବୋମାର ଭୟାବହତାକୁ ମନେ ପକାଇବା ଏବଂ ଭବିଷ୍ୟତ ଲାଗି ଏକ ଶାନ୍ତିପୂର୍ଣ୍ଣ ବିଶ୍ୱ ଗଠନ ଦିଗରେ ଆଜିର ଦିବସ ସମସ୍ତଙ୍କ ପାଇଁ ଆହ୍ୱାନ ସୃଷ୍ଟି କରୁଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସିଲକାରା ସୁଡ଼ଙ୍ଗ ଉଦ୍ଧାର ଅଭିଯାନରେ ଅସାଧାରଣ ସାହସ ଏବଂ ନିଃସ୍ୱାର୍ଥପର ସେବା ପ୍ରଦର୍ଶନ କରିଥିବା 12 ଜଣ ଖଣି ଶ୍ରମିକଙ୍କୁ ସର୍ବୋତ୍ତମ ଜୀବନରକ୍ଷା ପଦକରେ ସମ୍ମାନିତ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ସମାରୋହରେ ସଡ଼କ ପରିବହନ ଏବଂ ରାଜପଥ ରାଷ୍ଟ୍ରମନ୍ତ୍ରୀ ହର୍ଷ ମାଲହୋତ୍ରା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି ସିଲକାରା ସୁଡ଼ଙ୍ଗ ଭୁଷୁଡ଼ିବା କ୍ଷେତ୍ରରେ ଉଦ୍ଧାର କାର୍ଯ୍ୟ କରିବା ସବୁଠାରୁ ଆହ୍ୱାନପୂର୍ଣ୍ଣ ଥିଲା। ସେ କହିଛନ୍ତି ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରିତ କରିଥିଲେ ଏବଂ ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ଉଦ୍ଧାର ଲାଗି ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଭାରତ ଆଫ୍ରିକା ସହ ସମାବେଶୀ ଏବଂ ଚାହିଦା ଆଧାରିତ ବିକାଶ ସହଯୋଗମୂଳକ ସମ୍ପର୍କ ସ୍ଥାପନ କରିଛି, ଯାହାଫଳରେ ରାଷ୍ଟ୍ରୀୟ ପ୍ରାଥମିକତା ଲାଗି ସ୍ଥାନୀୟ କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଗତକାଲି ନୂଆଦିଲ୍ଲୀରେ ଆଫ୍ରିକା ଦିବସ ପାଳନ ଅବସରରେ ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ଆଫ୍ରିକାର ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ସବୁଠାରୁ ବୃହତ ଭାଗିଦାର ପାଲଟିଛି। ପାକିସ୍ତାନର ଖାଇବର ପଖ୍ତୁଆ ଅଞ୍ଚଳର ମୁଖ୍ୟମନ୍ତ୍ରୀ ମହମ୍ମଦ ସୁହେଲ ଆଫ୍ରିଦି କହିଛନ୍ତି ଯଦି ତେହେରିକ୍ ଏ ଇନ୍ସାଫ୍ ପିଟିଆଇର ପ୍ରତିଷ୍ଠାତା ଅଧ୍ୟକ୍ଷ ଏବଂ ଜେଲ୍ ଦଣ୍ଡ ଭୋଗୁଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ନ୍ୟାୟ ନ ମିଳେ ତେବେ ଦଳୀୟ ସମର୍ଥକମାନେ ଇସଲାମାବାଦକୁ ଆସନ୍ତା ସେପ୍ଟେମ୍ବର 27 ତାରିଖରେ ଯାତ୍ରା କରିବେ। ଇମ୍ରାନ ଖାନ୍ଙ୍କ ଜେଲ୍ରେ ରହିବା ଆଜି 3 ବର୍ଷ ପୁରୁଥିବା ବେଳେ ଗତକାଲି ପେଶାୱରଠାରେ ଦଳୀୟ କର୍ମୀଙ୍କୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। 16 ଭାରତୀୟ କନିଷ୍ଠ ପୁରୁଷ ଜାତୀୟ ହକି ଚାମ୍ପିୟନସିପ୍ର ଡିଭିଜନ ଏରେ କ୍ୱାର୍ଟର ଫାଇନାଲ ମ୍ୟାଚ୍ଗୁଡ଼ିକରେ ବିଜୟ ହାସଲ କରି ଓଡ଼ିଶା, ପଞ୍ଜାବ, ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଗତକାଲି ତାମିଲନାଡୁର କୋଏମ୍ବାଟୁରଠାରେ ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ପଞ୍ଜାବ କର୍ଣ୍ଣାଟକକୁ 5-2 ଗୋଲରେ, ଓଡ଼ିଶା ହରିୟାଣାକୁ 5-1, ମଧ୍ୟପ୍ରଦେଶ ଦାଦ୍ରାନଗର ହାବେଲି ଏବଂ ଦାମନଦିଉକୁ 7-3ରେ ପରାସ୍ତ କରିଥିଲା। ଝାଡ଼ଖଣ୍ଡ ଉତ୍ତରପ୍ରଦେଶ ମଧ୍ୟରେ ମ୍ୟାଚ୍ 3-3ରେ ଡ୍ର ରହିବା ପରେ ଝାଡ଼ଖଣ୍ଡ ସୁଟ୍ଆଉଟ୍ରେ ବିଜୟ ଲାଭ କରିଛି। ଆଜି କୋଏମ୍ବାଟୁରରେ ଓଡ଼ିଶା ଏବଂ ପଞ୍ଜାବ ଓ ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ।
ବିଶ୍ୱସ୍ତରରେ ଭାରତକୁ ନବସୃଜନାତ୍ମକ ଲେଖନୀ ପ୍ରସ୍ତୁତି କେନ୍ଦ୍ର ଭାବେ ବିକଶିତ କରାଯିବ, କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ଶିକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲାଗି ବିଭିନ୍ନ ପଦକ୍ଷେପର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ହର୍ମୁଜ୍ ପ୍ରଣାଳୀକୁ ନେଇ ଓମାନ ସହ ବୁଝାମଣା ପ୍ରସ୍ତାବକୁ ଚୂଡ଼ାନ୍ତ ରୂପ ଦିଆଯାଉଥିବା ଇରାନର ସୂଚନା ଏବଂ ଭାରତୀୟ କନିଷ୍ଠ ପୁରୁଷ ଜାତୀୟ ହକି ପ୍ରତିଯୋଗିତାର ଡିଭିଜନ ଏ କ୍ୱାର୍ଟର ଫାଇନାଲ ମ୍ୟାଚ୍ଗୁଡ଼ିକରେ ଓଡ଼ିଶା, ପଞ୍ଜାବ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ବିଜୟୀ। ସମ୍ବାଦ ଶେଷ ହେଲା।